ଖୋର୍ଦ୍ଧା କାଇପଦର ସ୍ଥିତ ଆନ୍ତର୍ଜାତୀୟ ସଦ୍ଭାବନା ସ୍ଥଳ ଭାବେ ପରିଚିତ ବାବା ବୋଖାରୀଙ୍କ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି। ରମଜାନର ଗତ 23 ଓ 24 ଦିନରେ ଏହି ଉତ୍ସବ ପାଳିତ ହୋଇଥିଲା। ଏହି ଉତ୍ସବରେ ଦେଶ ବିଦେଶରୁ ବିଭିନ୍ନ ସମ୍ପ୍ରଦାୟର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବାବାଙ୍କ ଆଶୀର୍ବାଦରୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ବାବାଙ୍କ ପୀଠରେ ଭକ୍ତଙ୍କ ଦ୍ୱାରା ଚାଦର ଚଢ଼ା କାର୍ଯ୍ୟକ୍ରମ ହୋଇଥିଲା। ଏଥିଲାଗି ପୋଲିସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏହି ପୀଠ ହେଉଛି ସର୍ବଧର୍ମ ସମନ୍ୱୟର ଉପସ୍ଥାନ ସ୍ଥଳ। ବସୁଧୈବ କୁଟୁମ୍ବକମ୍ର ବାସ୍ତବ ଚିତ୍ର ଏଠାରେ ପ୍ରତିଫଳିତ ହୋଇଛି। ବାବା ବୋଖାରୀଙ୍କ ପୀଠ ସର୍ବଧର୍ମ ସମନ୍ୱୟ ତଥା ଭାଇଚାରାର ବାର୍ତ୍ତା ହେଉଛି। ବାବା ବୋଖାରୀଙ୍କ ପୀଠରେ ହିନ୍ଦୁ ମୁସଲମାନ ଏକାଠି ଆରାଧନା କରିଥାନ୍ତି। ବାବା ବୋଖାରୀଙ୍କ ପୀଠ ବିଶ୍ୱକୁ ଭ୍ରାତୃତ୍ୱ ଭାଇଚାରାର ବାର୍ତ୍ତା ଦେଇ ରାଜ୍ୟ ତଥା ରାଜ୍ୟ ବାହାରୁ ହିନ୍ଦୁ ଓ ମୁସଲିମ ଏଠାକୁ ଆସିଥାନ୍ତି। ଏହି ପୀଠ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ପାଇଁ ତୀର୍ଥସ୍ଥାନ ସଦୃଶ। ବିଭିନ୍ନ ବ୍ୟାଧିରେ ପୀଡ଼ିତ ରୋଗୀ ଏବଂ ମାନସିକଧାରୀ ମଧ୍ୟ ମାନସିକ ପୂରଣ ଲାଗି ଆସନ୍ତି। କୁହାଯାଏ 1700 ମସିହାରେ ହଜରତ ବୁଖାରୀ ପୀରବାବା ନାମକ ମୁସଲିମ ସନ୍ନ୍ୟାସୀ ଏହି ଅଞ୍ଚଳକୁ ଆସିଥିଲେ। ସେତେବେଳେ ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ସେ ବରୁଣେଇ ପାହାଡ଼ ପାଦଦେଶରେ ଜପ ତପ କରୁଥିଲେ। ଦିନେ ବାବାଙ୍କ ସଂସ୍ପର୍ଶରେ ଜଣେ ଗୌଡ଼ ଆସିଲେ। ପରେ ସେ ତାଙ୍କ ଅନୁଗତ ପାଲଟି ଯାଇଥିଲେ। ସେ ବାବାଙ୍କ ପାଇଁ ଦୈନିକ ଖାଇବା ନେଇ ଆସନ୍ତି। ଦିନେ ସେ ଦେଖିଲେ ବାବାଙ୍କ ଚାରିପଟେ ଉଇ ହୁଙ୍କା ପାଲଟି ଗଲାଣି। ବାବାଙ୍କ ଡାହାଣ ପାର୍ଶ୍ୱରେ ସେ ବସିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ଶରୀର ହୁଙ୍କାରେ ବିଲୀନ ହୋଇଗଲା। ସମୟକ୍ରମେ ଉଭୟ ଦେହ ତ୍ୟାଗ କରିଥିଲେ। ସେହି ସମାଧିପୀଠ ବାବା ବୁଖାରୀ ଏବଂ ସତ୍ୟପୀର ବାବା ପୀଠ ଭାବେ ପରିଚିତ ହୋଇଥିଲା। ଜନଶ୍ରୁତି ରହିଛି ଯେ ଏକଦା ଗଜପତି ମହାରାଜ ରାମଚନ୍ଦ୍ର ଦେବ ରୋଗରେ ପୀଡ଼ିତ ହୋଇ ବାବାଙ୍କ ଆଶ୍ରିତ ହୋଇଥିଲେ। ବାବାଙ୍କ ଅଲୌକିକ ଶକ୍ତି ପ୍ରଭାବରେ ସେ ରୋଗମୁକ୍ତ ହୋଇଥିଲେ। ଏପରିକି ବାବାଙ୍କ ପାଣିର ଆବଶ୍ୟକତା ପଡ଼ିବାରୁ ସେ ଧରିଥିବା ବର୍ଷା ଭୂଇଁକୁ ସ୍ପର୍ଶ କରିବା ମାତ୍ରକେ ଏକ ଝଡ଼ ସୃଷ୍ଟି ହୋଇଥିଲା। ଏହା ଏବେ ଦର୍ଶନାର୍ଥୀଙ୍କ ଲାଗି ଆକର୍ଷଣର କେନ୍ଦ୍ରୀଭୂତ ହୋଇଛି। କୁହାଯାଏ ଏଠାକୁ ଆସୁଥିବା ଭକ୍ତ ମାନସିକଧାରୀ ମାନସିକ ପୂରଣ ଲାଗି ବାବାଙ୍କ ନିକଟରେ ଦରଖାସ୍ତ ଦିଅନ୍ତି। ଏକ ସଦା କାଗଜରେ ଦରଖାସ୍ତ ଲେଖି ତାହାକୁ ପୀଠ ପରିସରରେ ଉଦ୍ଦିଷ୍ଟ ଜାଗାରେ ଝୁଲାଇ ଦିଆଯାଏ। ଏଭଳି ଦୈନିକ ଶତାଧିକ ଭକ୍ତ ଦରଖାସ୍ତ ଦେଇଥାନ୍ତି। ମାନସିକ ପୂରଣ ପରେ ବାବାଙ୍କୁ ଚାଦର ଚଢ଼ାନ୍ତି। ଏହା ସହିତ କଦଳୀ ଅଟାରେ ପ୍ରସ୍ତୁତ ଶିରିଣି ଏବଂ ଖେଚୁଡ଼ି ଭୋଗ ଲାଗି କରନ୍ତି। ବାବାଙ୍କ ଜନ୍ମଦିନକୁ ମହା ଆଡ଼ମ୍ବରରେ ପାଳନ କରାଯାଏ। ଏହି ସମୟରେ ପୀଠରେ ଦେଶ ବିଦେଶର ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ବାବାଙ୍କ ସମାଧି ସ୍ଥଳରେ ଗୁଡ଼ କୋରା ଭୋଗ ଅର୍ପଣ କରାଯାଏ। ଏହାକୁ ମାଳିଘର ପ୍ରସ୍ତୁତ କରନ୍ତି। ବାବାଙ୍କ ପୂଜାର୍ଚ୍ଚନା ଲାଗି ଦୈନନ୍ଦିନ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର ଫୁଲ ଏହି ଗ୍ରାମର ମାଳି ପରିବାର ଯୋଗାଇଥାନ୍ତି। ମୁସଲିମ ବାବାଙ୍କୁ ଗୋଲାପ ଜଳରେ ସ୍ନାନ ସହ ଚାଦର ଢାଙ୍କି ପୂଜା କରନ୍ତି। କାଇପଦରରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ।